ମୁଁ ବର୍ତ୍ତମାନ ମ୍ୟାଚ୍ ଦେଖୁଥିଲି ଟିମ୍ ଇଣ୍ଡିଆ ଆଉ ଜିମ୍ବାୱେ ମଧ୍ୟରେ ଯୋଉ ମ୍ୟାଚ୍ ଦେଖୁଥିଲି ଆଉଟଷ୍ଟାଣ୍ଡିଂ ମ୍ୟାଚ୍ ଥିଲା। ଅବଶ୍ୟ ଜିମ୍ବାୱେ ଗୋଟେ ଇଣ୍ଡିଆ ତୁଳନାରେ ଏତେ ବି ଖରାପ ଟିମ୍ ନୁହଁ, କିନ୍ତୁ ସେ ଦେଖିବେ ଏ ବର୍ଷ ଯୋଉ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ସେ ଅଷ୍ଟ୍ରେଲିଆ ଭଳିଆ ଦଳକୁ ପାଣି ପିଇ ଦେଇଛି, ଶ୍ରୀଲଙ୍କା ଭଳିଆ ଦଳକୁ ପାଣି ପିଇ ଦେଇଛି। ଜିମ୍ବାୱେକୁ ଆମେ ଯେହେତୁ ସିକନ୍ଦର ରାଜା, ତାଙ୍କର ଯେ ସିକନ୍ଦର ରାଜା ଯିଏ କ୍ୟାପ୍ଟେନ୍ ହେଇଛନ୍ତି, ସେଇ ବର୍ତ୍ତମାନ ଯେଭଳି ଭାବରେ ଫର୍ମରେ ଅଛନ୍ତି, ତାଙ୍କର ଗୋଟେ ଓପନର ବ୍ୟାଟ୍ସମ୍ୟାନ୍ ବ୍ୟାନେଟ୍, ସେ ବି ବଢ଼ିଆ ଭଲ ଖେଳିଲା। ପାଖାପାଖି 97 ରନ୍ କଲେ ଇଣ୍ଡିଆ ବିପକ୍ଷରେ। ଦେଖିବେ କି ଗୋଟେ ଭଲ ରନ୍ ସେମାନେ କରିଛନ୍ତି ନୋ ଡାଉଟ୍, କିନ୍ତୁ ଇଣ୍ଡିଆକୁ ଏ ମ୍ୟାଚ୍ ଜିତିବା ନିହାତି ଆବଶ୍ୟକତା ରହିଥିଲା। ଆଉ ଦେଖିବେ ବର୍ତ୍ତମାନ ଯଦି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଯୋଉ ମ୍ୟାଚ୍ଟା ଆଗକୁ ଆସିବ ଆମର, ସେ ମ୍ୟାଚ୍ଟା ଇଣ୍ଡିଆ ଜିତି ଯାଉଛି। ଯେମିତି ଆପଣ ରନ୍ ରେଟ୍ ବି ଦେଖିପାରିବେ, ରନ୍ ରେଟ୍ର କୌଣସି ଦ୍ୱିଧା ନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ଇଣ୍ଡିଆକୁ ଜିତିବାକୁ ପଡ଼ିବ, ଆଉ ଜିତିଲେ ଯିଏ ଜିତିଲା, ୱେଷ୍ଟଇଣ୍ଡିଜ୍ ଜିତିଲା ଯଦି ୱେଷ୍ଟଇଣ୍ଡିଜ୍ ସେମିଫାଇନାଲକୁ କ୍ୱାଲିଫାଇ କରିବ, ଇଣ୍ଡିଆ ଜିତିଲେ ଇଣ୍ଡିଆ ସେମିଫାଇନାଲକୁ କ୍ୱାଲିଫାଇ କରିବ। ଏଇଟା ବର୍ତ୍ତମାନ ସିନେରିଓ ରହିଛି ଯାହା ମ୍ୟାଚ୍ର। ଆଜିର ମ୍ୟାଚ୍ ଯଦି ଆପଣଙ୍କ କଥା ମୁଁ କହିବି, ମ୍ୟାଚ୍ ଦେଖିବେ ସଞ୍ଜୁ ସାମସନ୍ଠୁ ଆରମ୍ଭ କରିକି ସଞ୍ଜୁ ସାମସନ୍ ଯେ ଲାଷ୍ଟ କ୍ୟାଚ୍ଟା ଧରିଲେ, ଆପଣ ଦେଖିଛନ୍ତି 19.3 ବଲ୍ ଗୋଟେ କ୍ୟାଚ୍ ସଞ୍ଜୁ ସାମସନ୍ ଧରିଲେ ପୁରା ଡ୍ରାଇଭ୍ ମାରିକିରି, ୱାନ୍ ହ୍ୟାଣ୍ଡରେ ସିଙ୍ଗଲ ହ୍ୟାଣ୍ଡରେ ଧରିଲେ, ମସ୍ତ କ୍ୟାଚ୍ ଥିଲା। ଆଉ ବ୍ୟାଟିଂ ବି ଅବଶ୍ୟ ସେ ଗୋଟେ ଫର୍ମ ତାଙ୍କର ବର୍ତ୍ତମାନ କୋଉଠି ନା କୋଉଠି ଲୁଚି ଯାଇଛି, କିନ୍ତୁ ସଞ୍ଜୁ ସାମସନ୍ ହେଉଛନ୍ତି ଗୋଟେ ବଢ଼ିଆ ପ୍ଲେୟର, ଆଉ ସେଇ ଭଲ ଖେଳନ୍ତି ବି। ବର୍ତ୍ତମାନ କୌଣସି ବି ଗୋଟେ ବ୍ୟାଟ୍ସମ୍ୟାନ୍ର, ଯେକୌଣସି ବ୍ୟାଟ୍ସମ୍ୟାନ୍ ଗୋଟେ କେବେ ବି ତା ଭଲ ଫର୍ମ ଆସିଥାଏ, ଖରାପ ଫର୍ମ ଆସିଥାଏ, ତା ଫର୍ମକୁ ଆମେ ଜଜ୍ କରିବାନି। ହଁ, ସେ ଆଜି ଭଲ ଖେଳି ନଥାଏ, କିନ୍ତୁ ତାର ପାଷ୍ଟରୁ ଦେଖି ସେ ବହୁତ ବଢ଼ିଆ ଖେଳିଛନ୍ତି। ଆମେ କିନ୍ତୁ ଅଭିଷେକ ଶର୍ମା ଦେଖିବେ ଏଇ ଟୋଟାଲି T20 ବିଶ୍ୱକପ୍ରେ ଭଲ ଖେଳି ନଥାଏ, କିନ୍ତୁ ଆଜିର ମ୍ୟାଚ୍ କରବା ମର ପରିସ୍ଥିତି ଆସିଲା, ସେଇରେ ପୁରା ଦମଦାର ଖେଳିଲେ ଅଭିଷେକ ଶର୍ମା। ତାଠୁ ତ ଅଧିକ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଥା ମୁଁ କ'ଣ କହିବି ଭାଇରେ, ମୋର ତ ସେଇ ମାନେ ବହୁତ ବଡ଼, ମାନେ ମୁଁ ତାଙ୍କର ବଡ଼ ଫ୍ୟାନ୍ ଗୋଟେ ହାର୍ଦ୍ଦିକ ପାଣ୍ଡ୍ୟାକୁ ମାନେ ଯୋଉ ପୁରା ଖେଳିଲେ 23 ବଲ୍ରେ 50 ରନ୍, ଲାଷ୍ଟ ମାନେ 22 ଆଉ 23 ନମ୍ବର ବଲ୍ରେ ଦିଟା ଛକା, ମଜା ଲାଗିଲା ଦେଖିକି ହାର୍ଦ୍ଦିକ ପାଣ୍ଡ୍ୟାକୁ। ବହୁତ ବୋଲର ମାନେ ବଢ଼ିଆ କଲେ। ଅର୍ଷଦୀପ ସିଂ କଥା କହିପାରିବେ। ତାପରେ ରହିଲେ ଆମର ଇକୋନୋମିକ୍ ବୋଲିଂ, ଯେମିତି ଆପଣ ଜାଣିଛନ୍ତି ଯଶପ୍ରୀତ ବୁମରା ସବୁବେଳେ ଇକୋନୋମିକ୍ ବୋଲିଂ କରନ୍ତି, ଇକୋନୋମିକ୍ ବୋଲିଂ କଲେ, ସମସ୍ତେ ଆଉଟଷ୍ଟାଣ୍ଡିଂ ଥିଲେ। ତ ଦେଖିବାକୁ ଭଲ ଲାଗିଲା ମ୍ୟାଚ୍ଟା। ଆଉ ଆଗକୁ ଆମେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ରେ ଆମେ ଚାହିଁବା ଯେ କିଭଳି ଭାବରେ ଇଣ୍ଡିଆ ଭଲ ଖେଳୁ, ଆଉ ଆଗକୁ ଆମ ଘରରୁ ବିଶ୍ୱକପ୍ ନ ଯାଉ। ମୁଁ ଯାହା ଏବେ ସିନାରିଓ ଦେଖୁଛି ନା, ଇଣ୍ଡିଆ ଯଦି ଯାଉଛି ଫାଇନାଲକୁ, ଇଣ୍ଡିଆ ସହିତ ଇଂଲଣ୍ଡ କିମ୍ବା ସାଉଥ ଆଫ୍ରିକା ଫାଇନାଲ ମ୍ୟାଚ୍ ହବ, ମୋତେ ଏହା ଲାଗୁଛି। ଆପଣଙ୍କୁ କ'ଣ ଲାଗୁଛି କମେଣ୍ଟ କରିବେ। ଆଉ କିନ୍ତୁ ଆଜିର ମ୍ୟାଚ୍ ଆପଣଙ୍କୁ କେମିତି ଲାଗିଲା ସେଇଟା ବି କମେଣ୍ଟ କରି ଜଣାଇବେ।